भगवते वासुदेवाय। सप्तम अध्याय विज्ञान योग। श्री भगवान उवाच मन आसक्ति मोर ठारे आश्रय करिण मोरे जे जन जोग अभ्यास समस्त तत्व जाने से तार कारण सुन पार्थ बुझाई कहूछि समस्त। श्रीकृष्ण कहिले, हे अर्जुन, जो जोगी मो ठारे मन निवेश करी योगाभ्यास करे से समस्त अधिकारी हुए। शास्त्र को कले आलोचना शास्त्रीय कर्म रे कामना गुरुर उपदेश मान एथिरे जन्मे जेउ ज्ञान विज्ञान सह जेउ ज्ञान कहिबी तते ताहा पूर्ण बुझाई विशेष प्रकारे जहा कि मोक्ष निमित्तरे बुझिबा पाई किछि बाकी नथिब आउ हे धानुकी सहस्र जीव मध्य नर श्रेष्ठ से शक्ति अच्छी जार भक्ति रे शक्ति व्यवहारे परमेश्वर लाभ करे ब्रह्मरे चित्तार्पण करी भक्ति सहित पूजा करी तांक व्यतीत अन्य नाही ए भावे सिद्धि किल भई। गुरु उपदेश मते विज्ञान सह ज्ञान संबंध बुझाई कहूछि जो तोर आउ संदेह नथिब। सबु जीवन रे नर श्रेष्ठ व मुक्तिकामी सहस्र लोकरे जणे मात्र जोगरे सर्वव्यापी परमात्मा को जाने। भूमि जल अग्नि पवन पुणी आकाश बुद्धि मन अहंकार ए आठ भाग प्रकृति मोहर पार्थिव ए अष्ट प्रकृति अपरा जीव रूपा प्रकृति परा अपरा परा बेनिमत प्रकृति रे जगत विधृत स्थूल सूक्ष्म प्रकृति दुई स्थूल देह कल्पना होई सूक्ष्म चैतन्य परा जान जीव चैतन्य क्षेत्र ज्ञान भूमि जल अग्नि पवन आकाश मन बुद्धि और अहंकार यही 8 प्रकार मोर प्रकृति विभक्त। ए 8 प्रकार अपरा जीव प्रकृति परा अटे। अपरा स्थूल बा कल्पनारु जात मात्र परा सूक्ष्म बा चैतन्य परा परा ए प्रवृत्ति चित्त जड़ नाम बहन्ति एबेनी प्रकृतिरु जीव संसारे हुई उभव पराचित पुरुष होई अपराचित प्रकृति एथु सर्व विश्व उत्पत्ति
ତିରୋଧାନେ ପ୍ରଳୟ ହନ୍ତି। ହେ ଧନଞ୍ଜୟ ମୁଁ ପ୍ରଧାନ, ମଠାରୁ ବଳି ନାହିଁ ଆନ। ସୂତ୍ରରେ ମଣି ବନ୍ଧା ଥିଲେ, ସୂତ୍ର ଦେଖା ନ ଯାଏ ତିଳେ। ମୋ ଦେହେ ସମସ୍ତ ଗ୍ରଥିତ, ପରମାତ୍ମା ନଦୀ ସହିତ। ବ୍ରହ୍ମାଣ୍ଡେ ଯାହା ବିଦ୍ୟମାନ, ସେସବୁ ଦୃଷ୍ଟ ହେ ଅର୍ଜୁନ। ପରା ଅପରା ଏ ବେନିକୁ ଜୀବ ଜାତ ହୁଏ। ପରା ପୁରୁଷ ଅପରା ପ୍ରକୃତି, ଏହା ତିରୋଧାନରେ ପ୍ରଳୟ। ହେ ଧନଞ୍ଜୟ, ମଣି ସବୁ ସୂତ୍ରରେ ଗୁନ୍ଥା ହେଲା ପରି ମୋ ଠାରେ ସମଗ୍ର ଜଗତ ଗୁନ୍ଥା ହୋଇଛି, ଅର୍ଥାତ୍ ମୋ ଠାରୁ ସୃଷ୍ଟି ହୋଇଅଛି। ଜଳ ସ୍ୱରୂପ ଜଳେ ମୁହିଁ, ଚନ୍ଦ୍ର ସୂର୍ଯ୍ୟରେ ପ୍ରଭା ହୋଇ। ବେଦରେ ମୁହିଁ ଯେ ଓଙ୍କାର, ଆକାଶେ ଶବ୍ଦ ରୂପ ମୋର। ମନୁଷ୍ୟ ପୌରଷ ଅଟଇ, ଜାଣ ଅର୍ଜୁନ ଚିତ୍ତେ ଧାଇ। ଶବଦ ସ୍ପର୍ଶ ରୂପ ଗନ୍ଧ, ରୂପ ସ୍ୱରୂପ ପୃଥ୍ୱୀ ମଧ୍ୟ। ଅଗ୍ନିରେ ତେଜ ରୂପ ମୁହିଁ, ପ୍ରାଣୀରେ ଜୀବନ ବୋଲାଇ। ତପୀଙ୍କ ତପସ୍ୟା ରୂପରେ, ବ୍ରହ୍ମ ବିହରେ ଜଗତରେ। ମୁଁ ଜଳରେ ରସ, ଚନ୍ଦ୍ର ସୂର୍ଯ୍ୟରେ ପ୍ରଭା, ବେଦରେ ପ୍ରଣବ, ଆକାଶରେ ଶବ୍ଦ, ମନୁଷ୍ୟଗଣରେ ପୌରୁଷ ରୂପରେ ବିଦ୍ୟମାନ। ମୁଁ ପୃଥ୍ୱୀରେ ଶବ୍ଦ ସ୍ପର୍ଶ ରସ ଗନ୍ଧ ରୂପ ସ୍ୱରୂପ ଅଟେ। ଅଗ୍ନିରେ ମୋର ତେଜ ରୂପ, ପ୍ରାଣୀଙ୍କର ଜୀବନ ମୁଁ, ତପୀଙ୍କ ତପସ୍ୟା ଭାବରେ ମୁଁ ଥାଏ। ହେ ପାର୍ଥ, ମୁଁ ସର୍ବଜୀବର ଆଦି କାରଣ ବୀଜଧର। ମୁହିଁ ଅଟଇ ସନାତନ, ବୁଦ୍ଧିମାନର ବୁଦ୍ଧି ଜାଣ। ତେଜସିଙ୍କର ତେଜ ମୁହିଁ, କାରଣ କହୁଛି ବୁଝାଇ। ବୃକ୍ଷ ବୃକ୍ଷ ଜୀବ ଜୀବରେ, ଭାବନ୍ତି ପ୍ରଭେଦ ଯେନରେ। ସ୍ଥୂଳ ଭାବରେ ବେଦ ଦିଶେ, ମାତ୍ର ସୂକ୍ଷ୍ମରେ ଏକ ଦିଶେ। ସୂକ୍ଷ୍ମ ଶରୀର ଉପାଦାନ, ସମସ୍ତଙ୍କର ଏକ ଜାଣ। ଅପ୍ରାପ୍ତ ବସ୍ତୁ ତୃଷ୍ଣା କାମ, ପ୍ରାପ୍ତ ଆସକ୍ତି ରାଗ ନାମ। ହେ ପାର୍ଥ, ମୁଁ ସମସ୍ତ ବୀଜର ଆଦି କାରଣ ଓ ଚିରସ୍ଥାୟୀ ବୁଦ୍ଧିମାନଙ୍କର ବୁଦ୍ଧି। ତେଜସ୍ୱୀଙ୍କର ତେଜ ସ୍ଥୂଳ ଭାବରେ ଦେଖିଲେ ପ୍ରତ୍ୟେକ ଭିନ୍ନ ଅଟେ, ମାତ୍ର ସୂକ୍ଷ୍ମ ଭାବରେ ଦେଖିଲେ ସମସ୍ତେ ଏକ ବ୍ରହ୍ମ। ମୁଁ ପ୍ରାଣୀଙ୍କ ଦେହରେ ଥାଏ, ବଳୀଙ୍କର ମୁହିଁ ବଳ। କାମ ଲୋଭରେ ପକାଇ ପ୍ରାଣୀଙ୍କୁ ଧର୍ମର ବିରୋଧ କରାଏ। ଅପ୍ରାପ୍ତେ ଇଚ୍ଛା ପ୍ରାପ୍ତେ ରକ୍ଷା, ନାହିଁ ଯା ବଳବାନ ଦୀକ୍ଷା। ବଳ ହିଁ ବଳୀଙ୍କର ମୁହିଁ, ପ୍ରାଣୀଙ୍କ ଦେହେ ମୁହିଁ ରହି। ଧର୍ମ ବିରୋଧେ ହେ ଭାରତ, କାଚ ସ୍ୱରୂପ ପ୍ରାଣୀ ଗାତ୍ର। ସାତ୍ୱିକ ରାଜସ ତାମସ, ଏ ଶକ୍ତି ମୋ ଠାରୁ ପ୍ରକାଶ। ମୋ ଅବଲମ୍ବେ ଥାନ୍ତି ଏହି, ମୁଁ ଅବଲମ୍ବ କରେ ନାହିଁ। ତ୍ରିଗୁଣେ ମୋହ
ଯେତେ ପ୍ରାଣୀ ସେ ମୋତେ ନ ପାରଇ ଚିହ୍ନି। ତ୍ରିଗୁଣେ ଇଚ୍ଛା ନାହିଁ ଯାର ସେ ପାଏ ବ୍ରହ୍ମ ଅଧିକାର। ମୁଁ ଅଟେ ପରମ ବ୍ୟୟ ଏହା ତୁ ଜାଣ ଧନଞ୍ଜୟ। ସାତ୍ୱିକ ରାଜସ ତାମସ ଏସବୁ ମୋ ଠାରୁ ପ୍ରକାଶ। ଏମାନେ ମୋ ଆଶ୍ରାରେ ଥାନ୍ତି, ମାତ୍ର ମୁଁ ଏହାଙ୍କ ସଙ୍ଗେ ନଥାଏ। ଯେଉଁମାନେ ତ୍ରିଗୁଣରେ ମୋହ ସେମାନେ ମୋତେ ପାଇପାରନ୍ତି ନାହିଁ। ଯେ ତ୍ରିଗୁଣକୁ ଛାଡ଼େ ସେ ପରମ ଅବ୍ୟୟ ବ୍ରହ୍ମ ପ୍ରାପ୍ତ ହୁଏ। ଅଲୌକିକ ମାୟା ମୋହର ତ୍ରିଗୁଣ ସ୍ୱରୂପ ତାହାର। ତାକୁ କରିବା ସହଜରେ ସମର୍ଥ ନ ଦେଖଇ କାରେ। ଯେ ଭକ୍ତି ଭାବେ ଭଜେ ମୋତେ ସେ ମାୟା ସ୍ରୋତରେ କିଞ୍ଚିତେ। ସାହସ ଦମ୍ଭ ଗର୍ବେ ବୁଡ଼ି ବିବେକ ପଥ ମାନ ହୁଡ଼ି। ସଂସାର କାର୍ଯ୍ୟେ ମତ୍ତ ଥାନ୍ତି ଅସୁର ପ୍ରକୃତି ଲଭନ୍ତି। ସେ ପାପୀ ଅତି ମୂଢ଼ ଜନ ଯେ ମୋତେ ନ କରେ ଭଜନ। ମୋର ତ୍ରିଗୁଣ ମାୟାକୁ ଅତିକ୍ରମ କରିବା ସହଜ ନୁହେଁ। କେବଳ ଭକ୍ତି ବଳରେ ସେହି ମାୟା ଅତିକ୍ରମ କରାଯାଇପାରେ। ଯେମାନେ ସାହସ ଦମ୍ଭ ଗର୍ବରେ ବୁଡ଼ି ବିବେକ ପଥ ହରାନ୍ତି ସେମାନେ ଅସ୍ଥିର ପ୍ରକୃତି। ସେପରି ମୂଢ଼ ମୋତେ ଭଜନ କରେ ନାହିଁ। ଆର୍ତ୍ତ ଜିଜ୍ଞାସୁ ଅର୍ଥପ୍ରାର୍ଥୀ ଜ୍ଞାନୀ ଏ ଚାରୋଟିର ମତି। ପୁଣ୍ୟବନ୍ତ ଏ ଭଜେ ମୋତେ ଶୁଣ ଅର୍ଜୁନ ତୋ ସଚିତେ। ଆର୍ତ୍ତରେ ଗଜ ଡାକ ଦେଲା ଉଦ୍ଧବ ଜିଜ୍ଞାସା କରିଲା। ସୁଦାମା କଲା ଅର୍ଥେ ମନ ଶୁକ ସନକ ପୁଛି ଜ୍ଞାନ। ଆର୍ତ୍ତ ଜିଜ୍ଞାସୁ ଅର୍ଥପ୍ରାର୍ଥୀ ସକାମୀ ଏମାନେ ଅଟନ୍ତି। ଜ୍ଞାନୀ ଯେ ନିଷ୍କାମୀ ଅଟଇ ମୋ ପ୍ରିୟ ଏହି ଶ୍ରେଷ୍ଠ ହୋଇ। ଅପ୍ରିୟ ମୋ ସକାମ ଜ୍ଞାନ ଅର୍ଜୁନ ଏହା ଭଲେ ଜାଣ। ଯେଉଁମାନେ ଆର୍ତ୍ତ ଜିଜ୍ଞାସୁ ଅର୍ଥପ୍ରାର୍ଥୀ ଏମାନେ ଏକାଂଶ ଜ୍ଞାନୀ ପୁଣ୍ୟବନ୍ତ ମୋତେ ନିଷ୍କାମରେ ଏକାଗ୍ରରେ ଭଜନ୍ତି। ଆର୍ତ୍ତ ଜିଜ୍ଞାସୁ ଅର୍ଥପ୍ରାର୍ଥୀ ଏମାନେ ସକାମୀ ଜ୍ଞାନୀ ଅଟନ୍ତି। ଯେଉଁମାନେ ନିଷ୍କାମୀ ଜ୍ଞାନୀ ମୋତେ ଭଜନ୍ତି ସେମାନେ ମୋର ପ୍ରିୟ। ସକାମୀ ପାଏ କର୍ମ ଫଳ ନିଷ୍କାମୀ ଚଳେ ବ୍ରହ୍ମ ଆଳ। ନିଷ୍କାମୀ ଆତ୍ମା ଜ୍ଞାନ ଲଭେ ପରମ ଗତି ସେ ମୋତେ ଭାବେ। ବହୁତ ଜନ୍ମ ଜନ୍ମାନ୍ତରେ ଲଭଇ ଜ୍ଞାନ ବେଳେ ମୋରେ। ଜଗତ ବାସୁଦେବମୟ ଏ ଜ୍ଞାନ ହୋଇଲେ ଉଦୟ। ଏ ଅଟେ ମହାତ୍ମା ଦୁର୍ଲଭ ବହୁତ ପୁଣ୍ୟ ତାର ଲାଭ। ଏପରି ଚାରି ପ୍ରକାର ଭକ୍ତ ଶ୍ରେଷ୍ଠ ହେଲେ ମଧ୍ୟ ସକାମୀ, ତେଣୁ କର୍ମଫଳ ଲଭେ। ନିଷ୍କାମୀ ପରମଗତି ଲଭେ। ସଂସାର ବ୍ରହ୍ମମୟ ଯେ ଦେଖେ ସେ ମହାତ୍ମା ପୁଣ୍ୟାତ୍ମା ପୁଣ୍ୟମୟ ପବିତ୍ର ଅଟେ। ଏ ଚାରି ଭକ୍ତ ମୋ ଉଦାର, ଅନ୍ୟଠାରୁ ଶ୍ରେଷ୍ଠତର। କେ କାମେ ବଶୀଭୂତ ହୁଏ ଆତ୍ମଜ୍ଞାନରୁ ଦୂରେ ଥାଏ।
ନିଜ ନିଜର ସ୍ୱଭାବରେ ଅନ୍ୟାନ୍ୟ ଦେବ ପୂଜା କରେ। କେବା ମାରଣ ଉଚ୍ଚାଟନ କାରଣ ମୋହନ ସ୍ତମ୍ଭନ ଇତ୍ୟାଦି ସିଦ୍ଧି ଲାଭ ପାଇଁ ଦେବାଦେବୀଙ୍କି କେ ପୂଜଇ। କାଷ୍ଠ ପାଷାଣ ତରୁଲତା ଏ ସର୍ବ ପୂଜେ ହୋଇ ମତା। ବାସେଳି କାଳୀ ଦୁର୍ଗା ହର ଚଣ୍ଡୀ ଚାମଣ୍ଡୀ କ୍ଷୁଦ୍ରତର। ଏଥେ ନ ଥାଇ ମୁକ୍ତି ସାର ନିଷ୍କାମ ଜ୍ଞାନ ମୁକ୍ତି ଦ୍ୱାର। ଯେ ଭକ୍ତ ଯେ ବଣ ପ୍ରକାରେ ଯେ ଯେଉଁ ମୂର୍ତ୍ତି ପୂଜା କରେ ତାର କାମନା ମତେ ମୁହିଁ ତା ଶ୍ରଦ୍ଧା ଦୃଢ଼ ଯେ କରଇ। ଯେମାନେ କାମରେ ବଶୀଭୂତ ସେମାନେ ଆତ୍ମଜ୍ଞାନକୁ ପାଇପାରନ୍ତି ନାହିଁ। ଯେ ଯେପରି ଭାବେ ମୋତେ ଭଜେ ମୁଁ ସେହିପରି ଭାବେ ତାକୁ ଫଳ ଦିଏ। ଯେ ଯେଉଁ ଦେବତାକୁ ପୂଜେ ସେ ଦେବତାଠାରେ ମୁଁ ପ୍ରସନ୍ନ ହୋଇ ଫଳ ଦେଇଥାଏ। କିନ୍ତୁ ପୁଣି ସେହି ସବୁ ଦେବତାର ପୂଜାଫଳ ସ୍ଥାୟୀ ନୁହଁ, କାରଣ ଦେବତାମାନେ ନିଜେ ସ୍ଥାୟୀ ନୁହନ୍ତି। ଯେ ମୋତେ ଏକାଗ୍ରରେ ପୂଜେ ସେ ସ୍ଥାୟୀ ଫଳ ପାଏ। ଅଟଳ ଭକ୍ତିରେ ଯେ ଭକ୍ତ ପୂଜଇ ଯେ ବଣ ଦେବତ ତାଠାରୁ ମୋର ଦତ୍ତ ଫଳ ସମସ୍ତ ଲଭଇ କେବଳ। ଦେବତା ପୂଜିବାର ଫଳ ସ୍ଥାୟୀ ନୁହଇଁ ଚିରକାଳ। ଦେବତା ନିଜେ ନୁହେଁ ସ୍ଥାୟୀ ତା ସେବା ଫଳ ସ୍ଥାୟୀ କାହିଁ। ଯେମାନେ ମୋର ପୂଜା କରି ସ୍ଥାୟୀ ଫଳକୁ ସେଉ ଧରି। ମୁଁ ଅବିନାଶୀ ଯେ ଅବ୍ୟୟ ମୋ ସେବା ଫଳଟି ଅବ୍ୟୟ। ନୁହଇଁ ନାଶ ସର୍ବୋପରି ଅବ୍ୟକ୍ତ ଶରୀର ମୋହରି। ବ୍ୟକ୍ତ ମୁଁ ରୂପବନ୍ତ ହୁଏ ମନ୍ଦ ବୁଦ୍ଧି ଯେ ଏହା କହେ। ମୋ କଚ୍ଛପ ଅବତାର ବରାହ ବାମନ ଆବର। ରାମ ଶ୍ରୀରାମ ଆଦି ଯେତେ ମୋ ଅବତାର ଏ ଜଗତେ। ଏ ସର୍ବ ଜ୍ଞାନ ବିଚାର ଏଥେ ତୁ ସନ୍ଦେହ ନ କର। ସମସ୍ତ ଜନଙ୍କ ନିକଟେ କେବେ ହେଁ ମୁହିଁ ନ ପ୍ରକଟେ। ଏକାଗ୍ର ଭକ୍ତି କୂଟ ଶୂନ୍ୟ ସେଠାରେ ମୋ ପ୍ରକାଶ ଜାଣ। ଭାବିଣ ନ ଦେଖଇ ମୋରେ ଅଜ୍ଞାନୀ ଥାଏ କାମାନ୍ଧରେ। ଏ ମୋର ଇଚ୍ଛା ଯୋଗମାୟା ନାହିଁ ମୋ ଜନ୍ମ ମୃତ୍ୟୁ କାୟା। ସଦା ମୁଁ ଏକ ଭାବେ ଥାଇ ଏହା ନ ଜାଣେ ମୂଢ଼ ବାଇ। ମୁଁ ଅପ୍ରକାଶ ମୋର ପ୍ରକାଶ ଏକଥା ମୂର୍ଖମାନେ କହନ୍ତି। ମୁଁ ସମସ୍ତଙ୍କ ପାଖରେ ଅପ୍ରକାଶ। ମୋର ଜନ୍ମ ମୃତ୍ୟୁ ନାହିଁ। ମୋର ଯୋଗମାୟା ପ୍ରକୃତିକୁ ମୂଢ଼ ଜାଣିପାରେ ନାହିଁ। ଭୂତ ଭବିଷ୍ୟ ବର୍ତ୍ତମାନ ଜାଣେ ମୁଁ ଏ ସର୍ବ ବିଧାନ। ଏଣୁ ସର୍ବଜ୍ଞ ମୁଁ ଅଟଇ ଅଜ୍ଞାନୀ ଜାଣିବ ବା କାହିଁ।
ତେଣୁ ସେ ମତେ ନ ଜାଣଇ। ଶୁଣ ଅର୍ଜୁନ ତତେ କହି, ଅନେ ଜନ୍ମି ବଢ଼େ ଅନ୍ମରେ, ଅନସ୍ୱରୂପ ମୂର୍ତ୍ତିକାରେ। ମିଶିଲେ ହୁଏ ସ୍ଥୂଳ ଘଟ, ତହିଁରୁ ଦିବାଗ ପ୍ରଗଟ। ତତନୁକୂଳ ଇଚ୍ଛା ନାମ, ପ୍ରତିକୂଳ ଯେ ଦେଶ ଜାଣ। ଇଚ୍ଛା ଦେଶଙ୍କ ଠାରୁ ଜାତ, ଦ୍ୱନ୍ଦ୍ୱ ମୋହକୁ ହୁଏ ପ୍ରାପ୍ତ। ମାୟାରେ ଆଚ୍ଛନ୍ନ ସେ ହୋଇ, ମୋର ଭାବକୁ ନ ଜାଣଇ। ଭୂତ ଭବିଷ୍ୟ ବର୍ତ୍ତମାନ ଏସବୁ ମୁଁ ଜାଣେ। ମୁଁ ସର୍ବଜ୍ଞ ବୋଲି ଅଜ୍ଞାନୀମାନେ ଜାଣନ୍ତି ନାହିଁ। ଇଚ୍ଛା ଦେଶ ଦ୍ୱନ୍ଦ୍ୱ ମୋହରେ ଯେ ଆଚ୍ଛନ୍ନ, ସେ ଲୋକ ମୋର ଭାବ ଜାଣିପାରେ ନାହିଁ। ଯେ ସବୁ ପୁଣ୍ୟକର୍ମୀ ଜନ, ନାଶି ଅଛନ୍ତି ପାପମାନ। ଦ୍ୱନ୍ଦ୍ୱ ମୋହରେ ନ ପଡ଼ନ୍ତି, ମତେ ଆଶ୍ରୟ କରିଥାନ୍ତି। ଦ୍ୱନ୍ଦ୍ୱ ମୋହକୁ ଛାଡ଼ି ସେହି, ଦୃଢ଼ ଭାବରେ ମତେ ପାଇ। ମରଣ ଜରା ମୋକ୍ଷ ଇଚ୍ଛା, କରଇ ମୋ ଆଶ୍ରୟ ବାଞ୍ଛା। ସେହି ଯେ ପରମାତ୍ମା ଜାଣେ, ଅଧ୍ୟାତ୍ମ ମହାତ୍ମ୍ୟ ବର୍ଣ୍ଣନେ। ଯେଉଁମାନେ ପୁଣ୍ୟାତ୍ମା, ଦ୍ୱନ୍ଦ୍ୱ ମୋହାଦି ତାଙ୍କୁ ସ୍ପର୍ଶ କରେ ନାହିଁ, ସେମାନେ ମତେ ପାଇଥାନ୍ତି। ଜରା, ମରଣ, ମୋକ୍ଷ ଏମାନେ ସବୁ ମୋ ଆଶ୍ରିତ। ଏହି ବିଷୟ ଯେଉଁମାନେ ଜାଣିପାରନ୍ତି, ସେମାନେ ପରମାତ୍ମାକୁ ଚିହ୍ନିପାରନ୍ତି। ଅଧିଦୈବତ ଅଧିଭୂତ, ଯେ ଅଧିଯଜ୍ଞ ଏ ସମସ୍ତ। ବିଷୟେ ସଦା ମତେ ଜାଣି, ମୋଠାରେ ମନ ଦେଲେ ପ୍ରାଣୀ। ଏକାଗ୍ରତାରେ ମତେ ଧ୍ୟାଏ, ମୃତ୍ୟୁ କାଳରେ ହେତୁ ପାଏ। ସିଦ୍ଧି ହେଉ ବା ନହୁଁ ଯୋଗ, କଲେ ପରମାନନ୍ଦେ ଭୋଗ। ଦ୍ୱିତୀୟ ଜନ୍ମ ସେ ନ ପାଏ, ମୋର ଐଶ୍ୱର୍ଯ୍ୟ ଭୋଗୁଥାଏ। ଏହି ତ ଜ୍ଞାନ ଯୋଗ ପାର୍ଥ, ଅଜ୍ଞାନ ବାସୁ ଭାବେ ଚିତ୍ତ। ଅଧିଦେବ, ଅଧିଭୂତ, ଅଧିଯଜ୍ଞ ଏ ସମସ୍ତ ବିଷୟ ମତେ ଜାଣି, ଯେ ମତେ ଏକାଗ୍ର ଚିତ୍ତରେ ଧ୍ୟାଏ, ସେ ମୋର ଐଶ୍ୱର୍ଯ୍ୟ ଭୋଗ କରେ। ମରଣ କାଳରେ ହେତୁ ଲୋପ ହୁଏ ନାହିଁ, ତେଣୁ ତାର ଆଉ ଜନ୍ମ ନାହିଁ। ଇତି ଶ୍ରୀମହାଭାରତେ ଶତସହସ୍ରାଂ ସଂହିତାୟାଂ ବୟାସିକ୍ୟାଂ ଭୀଷ୍ମ ପର୍ବଣି ଶ୍ରୀମଦ୍ଭଗବଦ୍ଗୀତା ସୁପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ବିଜ୍ଞାନ ଯୋଗ ନାମ ସପ୍ତମ ଅଧ୍ୟାୟ।